ଆଜି ଦିନରେ ଯେତେବେଳେ ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ଇଲେକ୍ସନ୍ ହାରିଯାଇଛି, ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବା ପାଇଁ ଯାଉଛି, ସେତିକିବେଳେ ମୁଁ ଆପଣଙ୍କୁ ଆମ୍ ଆଦମୀ ପାର୍ଟିର ପୃଷ୍ଠଭୂମିକୁ ଫେରାଇ ନେବା ପାଇଁ ଚାହିଁବି। ଦର୍ଶକ ବନ୍ଧୁ, 2011 ମସିହାକୁ ଫେରିଯାଆନ୍ତୁ। 2011 ମସିହାରେ ଭାରତବର୍ଷର ରାଜନୀତିରେ ଏକ ଅଭୂତପୂର୍ବ ପରିବର୍ତ୍ତନର ହାୱା ଆସିଥିଲା। ଯେତେବେଳେ ମହାରାଷ୍ଟ୍ରର ଜଣେ ସୋସିଆଲ ଆକ୍ଟିଭିଷ୍ଟ, ଯାହାଙ୍କର ନାଁ ହେଉଛି ଆନ୍ନା ହଜାରେ, ଯିଏ ଦିଲ୍ଲୀ ଆସିଥିଲେ ଆଉ ଦିଲ୍ଲୀରେ ଆନ୍ଦୋଳନ ଆରମ୍ଭ କରିଥିଲେ। କ'ଣ ଥିଲା ସେ ଆନ୍ଦୋଳନ? ଏ ଆନ୍ଦୋଳନ ଥିଲା ଏକ ଭ୍ରଷ୍ଟାଚାର ମୁକ୍ତ, ଦୁର୍ନୀତି ମୁକ୍ତ ବ୍ୟବସ୍ଥା ତିଆରି କରିବା ପାଇଁ। ଜନ ଲୋକପାଳ ବିଲ୍ ପାର୍ଲାମେଣ୍ଟରେ ଆସୁ, ଲୋକପାଳ ଗଠିତ ହେଉ, ଦୁର୍ନୀତିମୁକ୍ତ ହେଉ ଭାରତବର୍ଷର ରାଜନୀତି, ଦୁର୍ନୀତିମୁକ୍ତ ହେଉ ପ୍ରଶାସନ, ଏବଂ ନେତାମାନେ ଜନତାଙ୍କ ଠାରୁ ଦୂରେଇ ରହିପାରିବେ ନାହିଁ। ସେମାନେ ଭ୍ରଷ୍ଟାଚାର ମୁକ୍ତ ରହିବେ, ଭିଆଇପି କଲଚର ବନ୍ଦ ହେବ, ସାଧାରଣ ଜନତାର କ୍ଷମତା ବଢ଼ିବ, ଲୋକତନ୍ତ୍ର ପ୍ରକୃତରେ ପ୍ରତିଷ୍ଠା ହେବ। ଆନ୍ନା ହଜାରେଙ୍କର ଏହି ଆନ୍ଦୋଳନ ପଛରେ ଯେଉଁ ବ୍ୟକ୍ତିତ୍ୱ ସାରା ଭାରତବର୍ଷର ଦୃଷ୍ଟି ଆକର୍ଷଣ କରିଥିଲେ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଅରବିନ୍ଦ କେଜରିୱାଲ। ଆପଣ ଅରବିନ୍ଦ କେଜରିୱାଲଙ୍କର ସେହି ପୁରୁଣା ଫଟୋଗ୍ରାଫକୁ ମନେ ପକାନ୍ତୁ। ମୁଣ୍ଡରେ ମଫଲର ବାନ୍ଧି, ଢିଲା ସାର୍ଟ ପିନ୍ଧି ଯିଏ ଦିଲ୍ଲୀର ଗଳିକନ୍ଦିରେ ବୁଲୁଥିଲେ, ଯିଏ ଆନ୍ନା ହଜାରେଙ୍କର ସାଇଡ଼ରେ ଠିଆ ହୋଇ ଜନ ଲୋକପାଳ ବିଲ୍ ଉପରେ ସାରା ଭାରତବର୍ଷକୁ କନଭେନ୍ସ କରିଦେଇଥିଲେ ଏବଂ କହିଥିଲେ ଯେ କିଭଳି ବ୍ୟବସ୍ଥା ଦୁର୍ନୀତିଗ୍ରସ୍ତ ହୋଇଯାଇଛି, କିଭଳି ନେତାମାନେ ହେଉଛନ୍ତି ଚୋର, କିଭଳି ଆମ ବ୍ୟବସ୍ଥାକୁ ଲୁଟ୍ କରୁଛନ୍ତି ନେତାମାନେ। ରାଜନୀତି ସଫା ହେବା ଦରକାର, ଭ୍ରଷ୍ଟାଚାର ମୁକ୍ତ ହେବା ଦରକାର ଏବଂ ଗୋଟିଏ ଜନ ଲୋକପାଳ ବିଲ୍ ପାର୍ଲାମେଣ୍ଟରେ ଆସିବା ଦରକାର, ଯାହାଫଳରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ପନିଶ କରାଯିବ, ଦଣ୍ଡ ଦିଆଯିବ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ତଳ ସ୍ତରର, ତୃଣମୂଳ ସ୍ତରର ଯେତେ ନେତୃତ୍ୱ ଅଛନ୍ତି, ସେମାନେ ଆକାଉଣ୍ଟେବୁଲ୍ ରହିବେ, ଉତ୍ତରଦାୟୀ ରହିବେ ତାଙ୍କର କାମ ପାଇଁ। ଆପଣଙ୍କର ମନେ ଥିବ, ୟୁନିଭର୍ସିଟିରୁ ପିଲାମାନେ ଆସିଲେ, ଆଇଆଇଟିରୁ ପିଲାମାନେ ପାଠ ପଢ଼ା ଶେଷ କରି ଚାକିରି ନ କରି ଅରବିନ୍ଦ କେଜରିୱାଲ ଏବଂ ଆନ୍ନା ହଜାରେଙ୍କର ଆନ୍ଦୋଳନରେ ଭାଗ ନେଲେ। ପରବର୍ତ୍ତୀ ସମୟରେ 2012 ମସିହାରେ ଯେତେବେଳେ ଆମ୍ ଆଦମୀ ପାର୍ଟି ତିଆରି ହେଲା, ସେତେବେଳେ ବିଦେଶରୁ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନେ ପ୍ରଭାବିତ ହୋଇ ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥା ସମ୍ପର୍କରେ ଯେଉଁ ପ୍ରଚାର କରାଯାଉଥିଲା, ସେଥିରେ ପ୍ରଭାବିତ ହୋଇ ଦିଲ୍ଲୀ ପହଞ୍ଚିଥିଲେ ଅରବିନ୍ଦ କେଜରିୱାଲଙ୍କ ସହିତ ମିଶିବା ପାଇଁ। 2011 ମସିହାରେ ଯେଉଁ ଆନ୍ଦୋଳନ ହୋଇଥିଲା, ଏ ଆନ୍ଦୋଳନ ଅଭୂତପୂର୍ବ ସଫଳତା ପାଇଥିଲା, କାରଣ ଏହା ପଛରେ ଯାହା ବିଶ୍ୱାସ କରାଯାଏ ଆର୍ଏସ୍ଏସ୍ର ହାତ ଥିଲା। ମନମୋହନ ସିଂଙ୍କ ସରକାର ସେତେବେଳେ ଦିଲ୍ଲୀରେ ଥିଲା ଏବଂ ମନମୋହନ ସିଂଙ୍କ ସରକାର ନିନ୍ଦିତ ହୋଇଥିଲା, କଂଗ୍ରେସ ସରକାର ନିନ୍ଦିତ ହୋଇଥିଲା, ୟୁପିଏ ସରକାର ଭ୍ରଷ୍ଟାଚାରରେ ପୁରୀ ରହିଛି ବୋଲି ଗୋଟିଏ ଧାରଣା ସାରା ଭାରତବର୍ଷରେ ଖେଳି ଯାଇଥିଲା। ଏହା ପଛରେ ଥିଲେ ଅରବିନ୍ଦ କେଜରିୱାଲ ଏବଂ ଆନ୍ନା ହଜାରେ। ଆପଣ ଜାଣିଛନ୍ତି ଯେ କିଭଳି ଯୁବକ ଯୁବତୀମାନେ ଯେଉଁମାନଙ୍କର ରାଜନୀତିରେ କୌଣସି ଅଭିଜ୍ଞତା ନଥିଲା, ସେମାନେ 2012 ମସିହାରେ ଆସି ଅରବିନ୍ଦ କେଜରିୱାଲଙ୍କ ସାଥିରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଲେ ଏବଂ ଭ୍ରଷ୍ଟାଚାର ମୁକ୍ତ ଭାରତବର୍ଷ ତିଆରି କରିବା ପାଇଁ ଶପଥ ନେଲେ। ଦିଲ୍ଲୀ ଭାରତବର୍ଷର ରାଜଧାନୀ, ଯେଉଁଠି ଆମ୍ ଆଦମୀ ପାର୍ଟିର କାମ ଆରମ୍ଭ ହେଲା ଏବଂ ଏହା ଥିଲା ଗୋଟିଏ ଲାବୋରେଟୋରୀ, ପଲିଟିକାଲ ଲାବୋରେଟୋରୀ, ଗୋଟିଏ ଆଇଡ଼ିଓଲୋଜିକୁ, ଗୋଟିଏ ଆଦର୍ଶବାଦକୁ ପରୀକ୍ଷା ନିରୀକ୍ଷା କରିବା ପାଇଁ। 2013 ମସିହା ବେଳକୁ 49 ଦିନ ପାଇଁ ସରକାରକୁ ଆସିଯାଇଥିଲେ ଅରବିନ୍ଦ କେଜରିୱାଲ ଏବଂ ପରବର୍ତ୍ତୀ ସମୟରେ 2015, 2019 ବା 2020 ବେଳକୁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ସରକାର ଏକ ପ୍ରଭାବ ବିସ୍ତାର କରିଚାଲିଥିଲା। ପ୍ରଥମେ 67ଟି ଆସନରେ ବିଜୟ ଲାଭ କରିଥିଲା ଆମ୍ ଆଦମୀ ପାର୍ଟି 2015 ମସିହା ବେଳକୁ ଏବଂ 2020 ମସିହା ବେଳକୁ ଆମ୍ ଆଦମୀ ପାର୍ଟି 62ଟି ଆସନରେ ବିଜୟ ଲାଭ କରିଥିଲା। ଦର୍ଶକ ବନ୍ଧୁ, ଆପଣ ଲକ୍ଷ୍ୟ କରନ୍ତୁ ଯେ ପ୍ରକୃତରେ ଆମ୍ ଆଦମୀ ପାର୍ଟିର ପ୍ରଭାବ ଦିଲ୍ଲୀରେ କେମିତି ଥିଲା।
किभଳି गोटे इमोशन भाव प्रवणता सृष्टि करिथिला आम आदमी पार्टी, क्यों ढंगरे प्रचार करुथिला आम आदमी पार्टी। अरविंद केजरीवाल किभଳି ऑटो चलाउथिबा लोक, झुंपुड़ी बस्ती रहुथिबा लोकंकर भगवान पलटि जाइथिले, किभଳି संख्याधिक लोक तांकु समर्थन जणाउथिले। केजरीवालंकर ब्रांड ऑफ पॉलिटिक्स बा राजनीतिर जो धारा यहाकू अभूतपूर्व सम्मान मिलिथिला। आउ परवर्ती समय रे पंजाब आम आदमी पार्टी सरकार पंजाब रे गढ़ी केजरीवाल एवं भगवंत मान होचंती पंजाब रा मुख्यमंत्री। आपण लक्ष्य करंतु केजरीवालंकर एई विजय धारा पछरे कारण कौन थिला। आउ आजिर दिन रे जो वीडियोटी वायरल होउची से वीडियोटी कौन कहूची, अरविंद केजरीवाल कहउचंती नरेंद्र मोदी आपण को आउ गोटे जन्म नवा पाई पड़िबो। जदि आपण दिल्ली को निज कर्तृत्व को नवा पाई चाहूचंती, दिल्ली रे सरकार गढ़िया पाई चाहूचंती, ए जन्म रे यह संभवपर नुहे, किंतु संभवपर हैला। कहीं संभवपर हैला तार अनेक गुड़िए कारण रही। प्रथम कारण होची जे केजरीवाल गत 5 वर्ष धरी कौनसी काम लोकंक पाई करि पारिले नाही। तांकु केंद्र सरकार का सहित लड़िबा पाई हला। एलजी क्षमताशाली हेले कौनसी फाइल लेफ्टिनेंट गवर्नर का बिना परामर्श रे बिना स्वीकृति रे गृहीत हो पारिला नाही। केजरीवाल कौनसी निष्पत्ति कायम हो पारिला नाही। परवर्ती समय रे मद स्काम कथा आपण माने जानिछंती। जेतबळे भारत वर्षर जड़े मुख्यमंत्री दिल्ली गले, जेल गले एवं जेल रे जड़े भ्रष्टाचारी भाव लोकं को पाखरे गोटे वार्ता पहुंचाई दिया गला जे केजरीवाल होचंती जड़े भ्रष्टाचारी जे दुर्नीति को प्रशय दियंती, जोथि पाई तांकु जेल दंड मिली, तांकु जेल जीवा पाई पड़ी। ए कथा को सफलतार सहित भारतीय जनता पार्टी लोकं पाखरे पहुंचाई देला। आउ लोक कन्विन्स हेले जे आम आदमी पार्टी परिवर्ते एक नुआ सरकार रा आवश्यकता रही। एवं तृतीय कारण होची जे केजरीवाल जो शीश महल तैयारी करथिले बोली अभियोग आसिला ताकू ठीक भावरे प्रतिहत करि पारिला नाही आम आदमी पार्टी। जड़े मुख्यमंत्री जे दुर्नीति मुक्त व्यवस्था कथा कहती, आम आदमी शब्दर अर्थ होची साधारण मनीष, जहाँ पाई एते बड़ घरर आवश्यकता अच्छी कि शीश महल आवश्यकता अच्छी कि 45 कोटी टंका खर्च करी गोटे घर मरामती करिवार आवश्यकता अच्छी कि ए प्रश्न उठिला। एवं दिल्ली रो लोक माने कन्विन्स हेले जे केजरीवाल जो आदर्श रे जो नीति उपरे आम आदमी पार्टी तैयारी करिसंती सेई नीतिरू से बाहरी जाइछंती, सेई आदर्शरू से बाहरी आसीछंती, आदर्शगत विच्युति घटिछि। ए कथा को भारतीय जनता पार्टी लोकंक पाखरे पहुंचाइला। एवं वर्तमान समय रे मोदींकर रणनीति एग्रेसिव थिला। आरएसएस रा समर्थन मिलिला। जो आरएसएस रा समर्थन रे अरविंद केजरीवाल बनी थिले, अन्ना हजारेंको आंदोलन सफल होइथिला। आरएसएस से दिन आरएसएस आज भी दिल्ली रे सक्रिय रहिथिला आम आदमी पार्टी रो नेता अरविंद केजरीवाल को हरेबा पाई। से दिन आरएसएस रो समर्थन रे अन्ना हजारेंकर आंदोलन सफल होइथिला। अरविंद केजरीवाल नेता बनी थिले। आउ आज बीजेपी रो एग्रेसिव कैंपेन जोगु अरविंद केजरीवाल सरकार रो पतन घटिला। जो दुर्नीतिर कथा कही अरविंद केजरीवाल सरकार गढ़ी थिले, सेही दुर्नीतिर अभियोग रे अरविंद केजरीवाल सरकार पतन घटिला। दुर्नीति शब्दटी 2012 मसीह थिला, 2025 मसीह रही। सेतबळे अरविंद केजरीवाल सबू नेता आउ पार्टी विरुद्ध रे दुर्नीतिर अभियोग लगाउथिले। आउ आज भारतीय जनता पार्टी तांको विरुद्ध रे सही दुर्नीतिर अभियोग लगाइला आउ निर्वाचन जीतिबारे सक्षम हैला। कांग्रेस को साथी न नहीं अरविंद केजरीवाल जो निर्वाचन जीतिबा पाई चाहूतिले ताहा भूल प्रमाणित हैला जे तांकर स्ट्राटेजी रे गड़बड़ रही। कांग्रेस
ମୋଦିଙ୍କୁ ଏକ ନମ୍ବର ରାଜନୈତିକ ଶତ୍ରୁ ବୋଲି ଭାବେ ସେଇ କଂଗ୍ରେସ ନରେନ୍ଦ୍ର ମୋଦି ଯେଉଁ ନାରା ଦେଲେ ସେଇ କଂଗ୍ରେସ ସେଇ ନାରା ଦେଲା ଆଉ କେଜରିୱାଲ ବିଜେପି ଆଉ କଂଗ୍ରେସର ଶତ୍ରୁ ନମ୍ବର 1 ବନିଗଲେ ଦିଲ୍ଲୀରେ। ଅର୍ଥାତ୍ ରାହୁଲ ଗାନ୍ଧୀ ଆଉ ନରେନ୍ଦ୍ର ମୋଦିଙ୍କର ସ୍ୱର ଏକ ରହିଲା ଯେ ଅରବିନ୍ଦ କେଜରିୱାଲ ଆଉ ଆମ୍ ଆଦମୀ ପାର୍ଟି ଦୁର୍ନୀତିରେ ପୂର୍ଣ୍ଣ ଆଉ ଏମାନେ ବିଶ୍ୱାସଯୋଗ୍ୟ ନୁହନ୍ତି। ତ ଉଭୟ କଂଗ୍ରେସ ଆଉ ବିଜେପି ଗୋଟିଏ ସ୍ୱରରେ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ପ୍ରଚାର କଲେ ଆଉ ଏହି ପ୍ରଚାରରେ କଂଗ୍ରେସ ତ ଗୋଟିଏ ସିଟ୍ ପାଇଲା ନାହିଁ, କିନ୍ତୁ ଆମ୍ ଆଦମୀ ପାର୍ଟିକୁ ହରାଇବାରେ ଏକ ବଡ଼ ଭୂମିକା ନେଲା। ତ ସେଦିନର ଭାବପ୍ରବଣତା 2011 ମସିହାର ଭାବପ୍ରବଣତା ଏବଂ ଆଜିର କ୍ଷମତାରୁ ବିତାଡ଼ିତ ହୋଇଥିବା କ୍ଷମତାଚ୍ୟୁତ ହେଉଥିବା ଅରବିନ୍ଦ କେଜରିୱାଲଙ୍କ ଭିତରେ କ'ଣ ପ୍ରଭାବ ରହିଛି? ସେଦିନ ସେ ଆମ୍ ଆଦମୀ ପାର୍ଟିର କଥା କହୁଥିଲେ, ଆଜି ବି ସେଇ ଆମ୍ ଆଦମୀ ପାର୍ଟିର କଥା କହୁଛନ୍ତି, କିନ୍ତୁ ଏହା ଭିତରେ ଅନେକ ସମୟ ବିତି ଯାଇଛି। ଯେତେବେଳେ ସମୟ ଅନୁସାରେ ନୂଆ ନୂଆ ପଦକ୍ଷେପ ନେବା ଏବଂ ଯେଉଁ କାମ ପାଇଁ ସେ ଲୋକଙ୍କ ପାଖରେ ପପୁଲାର ହେଇଥିଲେ ତାକୁ ଆଉ ଟିକେ ଆଗେଇ ନେବା ଏବଂ ନୂଆ କିଛି ଆଡ଼୍ କରିବା, ଯାହା କିଛି ବର୍ଷ ଧରି ଅରବିନ୍ଦ କେଜରିୱାଲଙ୍କ ପାଖରେ ସମ୍ଭବ ହୋଇପାରି ନାହିଁ। ସେଦିନ ସେ କହୁଥିଲେ ଯେ ଏଜୁକେସନ୍ ବା ଶିକ୍ଷା ବ୍ୟବସ୍ଥାକୁ ଆମେ ନୂଆ ଢଙ୍ଗରେ ଦେଖିବା ଉଚିତ। ସରକାରୀ ସ୍କୁଲକୁ ଆମେ ଏଭଳି ତିଆରି କରିବା ଦରକାର ଯାହାଫଳରେ ଗରିବ ପିଲା ପାଠ ପଢ଼ିବେ ଏବଂ ପ୍ରାଇଭେଟ୍ ସ୍କୁଲକୁ ନ ଯାଇ ମିଡ଼ିଲ୍ କ୍ଲାସ୍ ବା ମଧ୍ୟବିତ୍ତ ଶ୍ରେଣୀ ସରକାରୀ ସ୍କୁଲକୁ ଆସିବ। ତାହା ସମ୍ଭବ ହେଲା। ମହଲ୍ଲା କ୍ଲିନିକ୍ର କଥା ସେ କହିଲେ, ଗରିବ ଲୋକଙ୍କ ପାଇଁ ମହଲ୍ଲା କ୍ଲିନିକ୍ର ଆବଶ୍ୟକତା କେତେ ରହିଛି ତାହା ସେ ପ୍ରମାଣିତ କରିଦେଲେ। କିନ୍ତୁ ଏସବୁ କଥା ସବୁଦିନ ପାଇଁ ଚାଲିପାରିବ ନାହିଁ। ଆପଣ ବିଜୁଳି କଥା କୁହନ୍ତୁ, ପାଣି କଥା କୁହନ୍ତୁ, ଆମ୍ ଆଦମୀ ପାର୍ଟି ଗୋଟିଏ ନୂଆ ମଡେଲ ଦିଲ୍ଲୀ ପାଇଁ ତିଆରି କରିଥିଲା, ଏହା ସତ। କିନ୍ତୁ ପରବର୍ତ୍ତୀ ସମୟରେ ନୂଆ କଥା ଭାବିବା, ନୂଆ କଥା ଚିନ୍ତା କରିବା, ନିଜର ଆଦର୍ଶକୁ ଆଉ ଗୋଟିଏ ପାଦ ଆଗକୁ ନେବା ଅରବିନ୍ଦ କେଜରିୱାଲଙ୍କ ପାଇଁ ସମ୍ଭବପର ହେଲା ନାହିଁ। ଆଗାମୀ ଦିନରେ ହୁଏତ ଅରବିନ୍ଦ କେଜରିୱାଲ ନୂଆ ଢଙ୍ଗରେ ଆସିପାରନ୍ତି, ଆମ୍ ଆଦମୀ ପାର୍ଟି ନୂଆ ରୂପରେ ଆସିପାରେ। ଯେଉଁ ପ୍ରସଙ୍ଗ ଅରବିନ୍ଦ କେଜରିୱାଲ ଉଠାଇଥିଲେ ନିର୍ବାଚନ ହାରିଯିବା ସତ୍ତ୍ୱେ ସେ ପ୍ରସଙ୍ଗଟି ସବୁଦିନ ପାଇଁ ଭାରତବର୍ଷର ରାଜନୀତିରେ ରହିଥିବ। ସେ ପ୍ରସଙ୍ଗଟି ହେଉଛି ଏକ ଦୁର୍ନୀତିମୁକ୍ତ ବ୍ୟବସ୍ଥା ଏବଂ ସାଧାରଣ ଜନତାକୁ ପ୍ରାଧାନ୍ୟ ଦିଆଯିବା, ନେତା ବା VIP କଲଚରକୁ ବନ୍ଦ କରିବା, ଏକ ସୁଶାସନ ପ୍ରତିଷ୍ଠା ପାଇଁ ଉଦ୍ୟମ କରିବା, ଯେଉଁ ସୁଶାସନରେ ଲୋକ ଆଗରେ ଥିବେ, ନେତା ପଛରେ ଥିବେ। ଆଗକୁ ଦେଖିବାକୁ ବାକି ରହିଲା ଅରବିନ୍ଦ କେଜରିୱାଲଙ୍କର ଏହି ନୂଆ ବ୍ରାଣ୍ଡର ପଲିଟିକ୍ସ ଯାହା 2011 ମସିହାରେ ଆରମ୍ଭ ହୋଇଥିଲା, 2025 ମସିହା ପରେ ତାହା କେଉଁ ଦିଗରେ ଯିବ। ଏ ଭିଡ଼ିଓଟି କେମିତି ଲାଗିଲା ଆପଣମାନେ ମତାମତ ରଖିବେ ଏବଂ ନ୍ୟୁଜ୍ ରୁମ୍କୁ ସବସ୍କ୍ରାଇବ୍ କରିବେ, ଏହି ଅନୁରୋଧଟି ମୁଁ ଆପଣଙ୍କ ପାଖରେ ରଖୁଛି। ଧନ୍ୟବାଦ, ନମସ୍କାର।